ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ସେ ତ ଧରା ଦେଲା ନାହିଁ ଲୁଚିଛି କେଉଁଠି ସତେ ମା ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଆକାଶ ନୀଳିମା ଛୁଇଁ ସରିତାର ବୁକୁ ଡେଇଁ 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 ଗିରିବନ କେତେ ନିରେଖି ଚାହିଁଲି ଗିରିବନ କେତେ ନିରେଖି ଚାହିଁଲି ତା ଭେଟ ପାଇଲି ନାହିଁ ମା ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ମା ଛଡ଼ା ଆଉ କିଏ ନୀତି ପାଶେ ପାଶେ ଥାଏ 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 ଅଜ୍ଞାନ ମନମ ଖୋଜୁଛି ତାଙ୍କୁ ଅଜ୍ଞାନ ମନମ ଖୋଜୁଛି ତାଙ୍କୁ ସହଜେ କି ଖୋଜି ପାଏ ମା ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ସେ ତ ଧରା ଦେଲା ନାହିଁ ଲୁଚିଛି କେଉଁଠି ସତେ ମା ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ବୁଲିଲି ରାଇଜ କେତେ ବୁଲିଲି ରାଇଜ କେତେ ତେଣୁ ଏଇଟା ହଉଛି ଆମ ପାଇଁ ଏକ ଅପ୍ରତ୍ୟାଶିତ କଥା ଯେ ମୁଁ ଆଶା କରିନି କି ଆପଣମାନେ ଆଶା କରୁନାହାନ୍ତି ଗୋଟେ ଆଲୋଚନା ଚକ୍ର ହବ ବୋଲି। ତ ଗୋଟେ କଥା ହଉଛି ଏଇ ଯୋଉ ମା ସ୍ନେହକୁ ଆମେ ଗ୍ରହଣ କରିଛେ ପୂର୍ବ ଜୀବନର ଆମର କିଛି ସ୍ୱୀକୃତି ଅଛି ଆମ ଭିତର କୋଉଠି ଗୋଟେ ପ୍ରାର୍ଥନା ରହିଛି ତେଣୁ ଆଜି ଆମେ ମାଙ୍କୁ ଧରିଛେ। ଏଇ ମାଙ୍କୁ ଅନେକ ଲୋକ ଦେଖି ବି ନାହାନ୍ତି ଫଟୋ ବି ଦେଖି ନାହାନ୍ତି ତାଙ୍କୁ କେତେ ଜନ୍ମ ଲାଗିବ ତାପରେ ମାଙ୍କ ଫଟୋଟା ଦେଖିବା ପାଇଁ। ତେଣୁ ଆମେ ଯେହେତୁ ଏ ମାଙ୍କୁ ଦେଖିଲୁଣି ଫଟୋରେ ପୂଜା କଲୁଣି ତେଣୁ ଏଇଟା ହଉଛି ଆମ ପାଇଁ ବଡ଼ ସୌଭାଗ୍ୟର କଥା।
ଯଦି ଇଏ ଆମ ପାଇଁ ଏକ ସୌଭାଗ୍ୟର କଥା, ତେଣୁ ଏ ସୌଭାଗ୍ୟଟା ଦେଇଛି କିଏ? ସେ ମା ହିଁ ଦେଇଛନ୍ତି। ଆଉ ଏଇ ଯୋଉ ମା ଏତେ କୃପାମୟୀ, ଆମେ କେ ଭାବିବା ନାହିଁ ଯେ ମା ଆମ ପ୍ରାର୍ଥନା ଶୁଣୁନାହାନ୍ତି। ଆମେ ଯୋଉ ନମସ୍କାରଟେ କରୁଛେ, ସେ ନମସ୍କାରଟା ମଧ୍ୟ ମାଙ୍କ ପାଖରେ ପହଞ୍ଚୁଛି। ଯାହା ପାଇଁ ଯାହା ଆବଶ୍ୟକ ମା ସେଇଟା ଦଉଥାନ୍ତି, କିନ୍ତୁ ମଣିଷ ସେଥିରେ ସନ୍ତୁଷ୍ଟି ହେଇପାରେନି। ତାର କାରଣ ମଣିଷ ଭିତରେ ଅନେକ ପ୍ରକାର କାମନା ବାସନା ଅଛି। ତ ସିଏ ଚାହୁଁଛି ଯଦି ମୋ କାମନାକୁ ମା ପୂରଣ କରନ୍ତେ, ତାହେଲେ ଇଏ ମୋ ମା ଠିକ। ନା, ଏଇ ମା କାମନା ପୂରଣ କରିବା ମା ନୁହେଁ। ଯୋଉ ମଣିଷ ହେଇକି ରହିଛି ସେଥିରେ କାମନା ତିଆରି ହଉଛି, କିନ୍ତୁ ଏଇ ମା ଏମିତିକା ଜଣେ ମା, ସେ ଆମକୁ ଏମିତି ଗୋଟେ ମଣିଷରେ ପରିଣତ କରିବେ ଯୋଉଥିରେ କି ଆଉ କାମନା ତିଆରି ହବନି। କେବଳ ଆମର ମା ଥିବେ, ଆମେ ଥିବା, ମା ପ୍ରତି ବ୍ୟାକୁଳତା ଥିବ। ମା କହିଲେ ତମେ ମୋଠୁ ସବୁ କଥା ଆଶା କରିପାରିବ, କିନ୍ତୁ ଆମଠୁ ମା କଣ ଆଶା କରନ୍ତି? ନଥିଙ୍ଗ, କିଛି ନୁହଁ। ଆମେ ମାଙ୍କଠୁ ସବୁ କଥା ଆଶା କରିପାରିବା, ସବୁ କଥା। ଆମଠୁ ମା କିଛି ଆଶା କରନ୍ତିନି। ତେବେ ଯଦି ଆମଠୁ ମା କିଛି ଆଶା କରୁନାହାନ୍ତି, କିନ୍ତୁ ଆମେ ମାଙ୍କଠୁ ସବୁ କିଛି ଆଶା କରିବା, ତାହେଲେ କଣ ଆଶା କରିବା? ତମେ ଯେମିତି ଚାହୁଁଛ ମା, ମତେ ସେମିତି କର। ମୁଁ ଯଦି କହେ ମୋର ଘର ଦରକାର, ହଁ, ତା ପିଲା କାନ୍ଦିବ, ଛୁଆ ଦବ, ଛୁଆ ପାଇଁ ମା ବ୍ୟସ୍ତ, ତେଣୁ ସେ ଦବ। ଆଚ୍ଛା, ଘରଟା କଲା ପରେ ଆଉ କିଛି ଅଛି ନା ନାଇଁ? ପୁଣି ସେଟା କଲା ପରେ ପୁଣି ଆଉ କିଛି ଅଛି ନା ନାଇଁ? ଏମିତି ତ ଚାଲିଥିବ ଜୀବନ ସାରା। ମା କୋଉଦିନ ଆବଶ୍ୟକ ହେବେ? ଯୋଉଦିନ ଜୀବନରେ କେବଳ ମା, ଆଉ କିଛି ନଥିବେ, ସେଦିନ ଜୀବନର ଗତିପଥ ବଦଳିଯିବ। ଯିଏ ମାଙ୍କ ପାଇଁ ଜୀବନ ଦେଇପାରୁଛି, ଯିଏ ମାଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ପାରିଛି, ତା ଜୀବନର ଏଣ୍ଟାୟାର ଦାୟିତ୍ୱ ମା ନେଇଥାନ୍ତି। ଏଇ ମା ଯେତେବେଳେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ ପ୍ରଥମେ ଆସି ସାକ୍ଷାତ କଲେ, ଜଣେ ବ୍ୟକ୍ତି ଶ୍ରୀ ଅରବିନ୍ଦ କୋଉ ଜାଗାରେ ରହନ୍ତି ଖାଲି ଦେଖେଇ ଦେଇଥିଲେ। ଶ୍ରୀ ଅରବିନ୍ଦ କୋଉଠି ରହନ୍ତି ଏତିକି, ସେତିକିରେ ମା ତା ଜୀବନର ଦାୟିତ୍ୱ ନେଇଗଲେ। କେତେ କୃତଜ୍ଞ ଏ ମା, କାରଣ ସେ ଶ୍ରୀ ଅରବିନ୍ଦଙ୍କୁ ଚାହୁଁଛନ୍ତି, ତାଙ୍କୁ ସାକ୍ଷାତ କରିବେ। ପଣ୍ଡିଚେରୀରେ ଆସି ପହଞ୍ଚିଲେ, ଶ୍ରୀ ଅରବିନ୍ଦ କୋଉଠି ରହନ୍ତି ସେ ଜାଣିନାହାନ୍ତି, ଜଣକୁ ପଚାରିଦେଲେ, ସେ ବତେଇ ଦେଲା। ସେତିକରେ ଏଇ ମା କୃତଜ୍ଞ ହେଇଗଲେ, ତା ପ୍ରତି ତା ଜୀବନର ଦାୟିତ୍ୱ ନେଇଗଲେ, ତା ପ୍ରତି ବହୁତ କିଛି କରିଦେଲେ। ତେଣୁ ମାଙ୍କୁ ଯିଏ ଯାହା ଦେଇଥାଏ କେବେ ବ୍ୟର୍ଥ ଯିବନି। କିନ୍ତୁ ମଣିଷ ଅଜ୍ଞାନତା ବଶତଃ ସେ ମାଙ୍କୁ ଦବା ବଦଳରେ ସେ ଖାଲି କେମିତି ତାଠୁ ପାଇବ ଆଶା କଲା। ଉଲ୍ଟା, ଯାହା ଭଗବାନଙ୍କୁ ଦିଆଯାଏ କେବଳ ତାର ମୂଲ୍ୟ ରହେ, ଯୋଉଟା ଭଗବାନଙ୍କୁ ଦିଆଯାଇନି ତାର ମୂଲ୍ୟ ନାହିଁ। ମୁଁ ନା ଧର ଗୋଟେ କ୍ରୋରପତି ହେଇଗଲି, 5 କୋଟି ଟଙ୍କା ଖର୍ଚ୍ଚ କରି ଗୋଟେ ବିରାଟ ମହଲ ବନେଇ ଦେଇଛି, ମୋ ଘରକୁ ସବୁ ଲୋକ ଆସିବେ, ଦେଖେଇବି, ଆସ ଆମ ଘରଟା ଟିକେ ଦେଖିବା, ବୁଲି ଆସିବା। କାହା ଘର ବୋଲି କହିବି? ମାଙ୍କ ଘର ବୋଲି କହିବି। କିନ୍ତୁ ଘରଟା କଲାବେଳେ କଣ କହିଥିବି? ମାଙ୍କ କୃପା, ସବୁ ମାଙ୍କର ଆଶୀର୍ବାଦ। ଆଉ ହେଲା, ମା ଚାହିଁଲେ ଘରଟା ହେଲା। ଆଉ ହେଲେ ଘରଟା ମାଙ୍କର ବୋଲି କହିପାରୁଛି କି? ଘରଟା ମୋର, ମା ଦେଇଛନ୍ତି, କିନ୍ତୁ ଘରଟା ମୋର। ତ ଏଇ ଯୋଉ ପୂର୍ଣ୍ଣ ରୂପରେ ସମର୍ପିତ ଭାବ ଆମର ତିଆରି ହଉନି। ଯୋଉଦିନ ପୂର୍ଣ୍ଣ ସମର୍ପିତ ହେଇଯିବ, ଜୀବନ ଗତିପଥ ବଦଳିଯିବ, ଚିନ୍ତା ବଦଳିଯିବ, ଭାବନା ବଦଳିଯିବ, ଅନୁଭବ ବଦଳିଯିବ, କାର୍ଯ୍ୟଧାରା ବଦଳିଯିବ, ଜୀବନ ଶୈଳୀ ବଦଳିଯିବ। ସମାଜରେ ବହୁତ ପ୍ରକାର ଲୋକ ଅଛନ୍ତି, ତା ଭିତରେ କେତେ ଜଣ ଭଗବାନଙ୍କ ସହିତ ଜଡ଼ିତ ଜୀବନ ବଞ୍ଚୁଛନ୍ତି? ଭଗବାନଙ୍କ ସହିତ ଯୋଡ଼ି ହେଇକି ଜୀବନ କେତେ ଜଣ ବଞ୍ଚୁଛନ୍ତି? କ୍ୱଚିତ। ଆଉ ଯୋଉ କେତେ ଜଣ ଭଗବାନ ସହିତ ଯୋଡ଼ି ହେଇକି ଜୀବନ ବଞ୍ଚୁଛନ୍ତି, କେବଳ ସେଇମାନଙ୍କୁ ମା ଗ୍ରହଣ କରିକି ତାଙ୍କ ରୂପାନ୍ତର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରୁଛନ୍ତି। ଅନ୍ୟମାନେ ତାଙ୍କୁ ଦେଖିକି ଅନୁପ୍ରାଣିତ ହେଇକି ଆସିବେ। ତେଣୁ ଯୋଉ କେତେ ଜଣ ଆଗ ଧାଡ଼ିରେ ଆସିବେ, ସେମାନେ ବାଟ ଦେଖେଇବେ ଅନ୍ୟମାନଙ୍କୁ।
ତେଣୁ ବାବାଜୀ ମହାରାଜ, ଚମ୍ପକ ଲାଲ, ମହାନ ମହାନ ସାଧକ ମାନେ ମା ସୀତାଙ୍କର ସେବା କରିକି ଆମକୁ ବାଟ ଦେଖାଇ ଦେଇଗଲେ। ଆମେ ତାଙ୍କରି ପଥରେ ମାଙ୍କ ପାଖରେ ପହଞ୍ଚିବା, ତାଙ୍କୁ ଅନୁସରଣ କରିପାରିବା। କାରଣ ମା କିଏ ସେମିତି ଆମେ ନହେଲେ ଜାଣିପାରିନଥାନ୍ତେ। ବାବାଜୀ ମହାରାଜ ଯଦି ଆସିନଥାନ୍ତେ, ଓଡ଼ିଶାବାସୀ କ'ଣ ମାଙ୍କୁ ଜାଣିଥାନ୍ତେ? ସହଜ ଜାଣିପାରିନଥାନ୍ତେ। ତାଙ୍କର ଆସ୍ପୃହା ପ୍ରାର୍ଥନା ମା ଗ୍ରାଣ୍ଟ କଲେ। ତେଣୁ ଭିତରେ କୋଉଠି ଗୋଟେ ଯେହେତୁ ମାଙ୍କ ପ୍ରତି ବ୍ୟାକୁଳତା ତିଆରି ହେଲାଣି, ମା ନିଶ୍ଚୟ ବ୍ୟବସ୍ଥା କରିବେ ନା ନାହିଁ? କରିଛନ୍ତି। ତେଣୁ ଜୀବନକୁ ଯଦି ଆମେ ମାଙ୍କ ଧାରାରେ ତିଆରିବା, କୌଣସି ସଂସାର କାର୍ଯ୍ୟକୁ ବାଦ ଦିଆଯିବ ନାହିଁ। କୌଣସି କାର୍ଯ୍ୟ ବାଦ ନାହିଁ, ସବୁ କାମ କରାହବ। କିନ୍ତୁ ଗୋଟେ ଆଟିଚ୍ୟୁଡକୁ ବଦଳା ହଉଥିବ, ମନୋଭାବକୁ ବଦଳା ହଉଥିବ। ଯୋଗଟା ଆଉ କିଛି ନୁହେଁ, ଯୋଉ ଚିତା ମାରିଦେବି, ଗେରୁଆ ପିନ୍ଧିଦେବି, କି ଧଳା ପିନ୍ଧିଦେବି, ହଳଦିଆ ପିନ୍ଧିଦେବି, ମାଳା ଗଡ଼େଇ ଦେଇଥିବି, ଝୁଲା ଧରି ଦେଇଥିବି, ଆଉ ତାପରେ କ'ଣ ନା ମୁଁ ସାଧକ, ଏଇସବୁଟା ନୁହଁ। ଏ ସୋବାଜି। ଭିତରେ ଭାବନଥିବ, ବାହାରେ ଦେଖେଇବା, ମା ତ ଏଇଟା ଘୋର ବିରୋଧୀ। ଛଳନାଟାକୁ ମା ପସନ୍ଦ କରନ୍ତିନି। ଯେହେତୁ ମା ଛଳନା ପସନ୍ଦ କରନ୍ତିନି, ଆମେ ବାସ୍ତବରେ ଯାହା ଆମେ ସେଇଆ ହବା। ଲୋକେ ଭଲ ଭାବିବେନି, ଖରାପ ଭାବିବେ, ଭାବନ୍ତୁ। ଲୋକ ଭଲ ଖରାପ ସହିତ ଆମର କ'ଣ କଥା ଅଛି? ଯିଏ ଆମକୁ ସଂସାରକୁ ପଠେଇଛନ୍ତି, ସିଏ ଆମକୁ କେମିତି ଭାବରେ ଗ୍ରହଣ କରୁଛନ୍ତି, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ମା ଆମକୁ ସଂସାରକୁ ଆଣିଛନ୍ତି, ତାହେଲେ ମାଙ୍କ ପାଇଁ ଆମ ଜୀବନ। ତେଣୁ ସବୁ କ୍ଷେତ୍ରରେ ଆମେ ମାଙ୍କୁ ଯୋଡ଼ିବା, ସବୁ କ୍ଷେତ୍ରରେ। ଝାଡ଼ୁ କରିଥିବି, ଏ ଝାଡ଼ୁ କରା କାମଟା ମାଙ୍କ ପାଖରେ କେମିତି ପହଞ୍ଚେଇବ, ସାଧନା କେମିତି ହବ? ସାଧନା ଶବ୍ଦଟା ଗୋଟେ ତାତ୍ତ୍ୱିକ କଥା ହେଇଯାଉଛି। ମୁଁ ମାଙ୍କ ସହିତ ଜଡ଼ିତ ହେଇ କେମିତି କାମଟା କରିବି, ମାଙ୍କ ପାଖରେ ସମର୍ପଣ କରିକି କେମିତି କାମଟା କରିବି, ଯୋଉ କାମଟା କରିବି ଭଗବାନଙ୍କ ସେବା କେମିତି ହବ, ସେଇଟା। ମୁଁ ଘରେ ରୋଷେଇ କରୁଛି, ପ୍ରସାଦ କେମିତି ହବ? ମୋ ଘରକୁ କୁଣିଆ ଆସିଛନ୍ତି, ଭଲ ଭଲ ଆଇଟମ କରି ଖାଇବାକୁ ଦେବି, ଖୁସି ହେଇଗଲେ କୁଣିଆ, ପ୍ରସାଦ ହେଲା କି? ଏଇଟା କୁଣିଆ ମାନେ ଖୁସି ହେଲେ। ପ୍ରସାଦ କେତେବେଳେ ହବ? ଯେତେବେଳେ ଭଗବାନଙ୍କୁ ଆଗ ଖୁସି କରିବା ପାଇଁ କାର୍ଯ୍ୟ କରାହବ। ଆଗ ଭଗବାନଙ୍କୁ ଯେତେବେଳେ ଅର୍ପଣ କରାଯିବ, ସେଟା ହବ ପ୍ରସାଦ। ତେଣୁ ଯାହା ଭଗବାନଙ୍କୁ ଅର୍ପଣ କରାଯିବ, ସିଏ ଯେହେତୁ ପ୍ରସାଦ ହବ, ଆମକୁ ସେଇ ପ୍ରକାର ଭାବରେ କାମ କରିବାକୁ ପଡ଼ିବ। ମୋର କାର୍ଯ୍ୟକଳାପ, ମୋର ଚାଷବାସ ହଉ, ମୋର ବ୍ୟବସାୟ ହଉ, ମୋର ଚାକିରି ବୃତ୍ତି ହଉ, ଯାହା ଯାହା ମୁଁ କରୁଛି, ତାରି ମାଧ୍ୟମରେ ମୋ ସାଧନା ହବ। ତେଣୁ ସାଧନା କରିବା ପାଇଁ କୋଉ ହିମାଳୟ ଗୁମ୍ଫାକୁ ଯିବାକୁ ପଡ଼ିବନି, ଘର ସଂସାର ସ୍ତ୍ରୀ ଛୁଆ ପିଲାକୁ ଛାଡ଼ିବାକୁ ପଡ଼ିବନି। ଯଦି ପ୍ରକୃତିରେ ଆମେ ସାଧନା ଜୀବନ ବଞ୍ଚିବା, ତାହେଲେ ଗୋଟିଏ କଥାକୁ ଅନୁସରଣ କରି ଯିବା, କେବଳ ଟ୍ରୁଥ, କେବଳ ସତ। ତେଣୁ ସେଇ ସତଟା ଭିତରେ ଅଛି ନା ବାହାରେ କୁଆଡ଼େ ଅଛି? ବାହ୍ୟ ଦୁନିଆରେ ସତ ନାହିଁ, ଏଇଟା ମନେ ରଖିବା ଆମ ଦରକାର। ଆୱାର ପ୍ରେଜେଣ୍ଟ ରିଆଲିଟି ଇଜ ଏ ବିଗ୍ ଫଲସୁଡ୍ ବୋଲି ମା ଲେଖିଛନ୍ତି। ହାଇଡିଂ ଆନ୍ ଇଟର୍ନାଲ ଟ୍ରୁଥ, ଗୋଟେ ସତଟେ, ବିରାଟ ସତଟେ ଗୋଟେ ଲୁଚିକି ରଖିଛି, ବାହାରେ ମିଥ୍ୟାଚାର ଭରପୁର ହେଇକି ରହିଛି। ସମୁଦ୍ର ଢେଉ ଉପରଟା କେମିତି ଅସ୍ଥିର, ତରଙ୍ଗ କ'ଣ ସମୁଦ୍ର ପୁରା ଅସ୍ଥିର? ସେଇ ଯୋଉ ତରଙ୍ଗ କେତେ ମାନେ କେତେ ଫୁଟ ପର୍ଯ୍ୟନ୍ତ ଖାଲି ଦେଖା ହଉଛି, ତା ତଳେ ସମୁଦ୍ର ପୁରା ସ୍ଥିର। ଆମେ ସମୁଦ୍ର ଭିତରକୁ ଯାଇଛୁ, ଉପର ଉପର ଦେଖିକି କହୁଛୁ ସମୁଦ୍ରଟା ଅସ୍ଥିର। ସେଇଭଳି ମାଙ୍କର କାର୍ଯ୍ୟଧାରା ବାହାରେ ଉଚ୍ଛନ ହେଇଗଲା, ଏଠି ବୋମା ଫୁଟିଗଲା, ସେଠି ଆତଙ୍କବାଦୀ ହେଇଗଲା, ସେଠି ରେଲୱେ ଦୁର୍ଘଟଣା ହେଇଗଲା, ସେଠି ଆଉ କ'ଣ କ'ଣ ହେଇଗଲା, ଏସବୁ ବାହାରେ ହେଲା। କାରଣ ଯେତେବେଳେ ଅଚେତନ ଗୁଡ଼ିକ ଏକାଠି ହେଇଯିବେ, ସେ କିଛି ଗୋଟେ ଘଟେଇ ଦେବେ। ଅନେକ ଅଚେତନଶୀଳ ବ୍ୟକ୍ତି ଯଦି ଗୋଟିଏ ଜାଗାରେ ଏକାଠି ହେଇଯିବେ, ସେ ଦୁର୍ଘଟଣା ତିଆରି କରିଦେବେ। ଏଇ ଯୋଉ ଟ୍ରେନ ଦୁର୍ଘଟଣା ହେଲା, ମତେ କ୍ୱେଶ୍ଚନ ହେଲା, ଗୋଟେ ସଭାରେ ମତେ କ୍ୱେଶ୍ଚନ ହେଲା, ମାନେ ଏମାନେ ସବୁ ପୁରୀ ଯାଉଥିଲେ କି ଆଉ କୁଆଡ଼େ ଯାଉଥିଲେ? ଏଟା ତୀର୍ଥ କରିବାକୁ ଯାଉଥିଲେ, କ'ଣ ଭକ୍ତି ନେଇକି ଯାଉଥିଲେ? ଟୁରିଷ୍ଟରେ ଯାଉଥିଲେ। ଟୁରିଷ୍ଟ ଆଉ ଡିଭୋଟି ଅଲଗା ନୁହଁ। ଜଣେ ଟୁରିଷ୍ଟ ହିସାବରେ ଯାଉଥିଲା ନା ଡିଭୋଟି ହିସାବରେ ଯାଉଥିଲା? କ'ଣ ସତରେ ତାକୁ ଜଗନ୍ନାଥ ଚିନ୍ତା କରି ଖାଲି ଯାଉଛି? ବାଟ ସାରା କେତେ ମଜା କରି ଯାଉଛନ୍ତି, ଭକ୍ତି ଅଛି? ଏଇଭଳି ଯଦି 100-200 ଲୋକ ଏକାଠି ହେଇଯିବ, ଅଚେତନଶୀଳ ବ୍ୟକ୍ତି ଲୋକମାନେ ଅଚେତନା ପ୍ରଭାବରେ ଦୁର୍ଘଟଣା ଘଟେଇବେ, ହେଲା। କେହି ବିଶ୍ୱାସ କଲେନି ମୋ କଥାଟାକୁ।
ଏଇଟା ଗୋଟେ ହେଇଥିବ ନା, ମାନେ ଏଇଟା ହିଁ ଫ୍ୟାକ୍ଟ। ଯେତେବେଳେ ଅନେକ ଅଚେତନଶୀଳ ବ୍ୟକ୍ତି ମାନେ ଗୋଟିଏ ଜାଗାରେ ଏକାଠି ହେଇଯିବେ, ସେ ଦୁର୍ଘଟଣାକୁ ତିଆରି କରେଇଦେବେ ହେଲା, ନହେଲେ ହବନି ଦୁର୍ଘଟଣା। ତାହେଲେ ଆମେ ଯେତେବେଳେ ଯୋଉ କାମ କରୁଛେ ଚେତନାର ସହିତ ରହିବା, ତାହେଲେ ଏଇଠି ନା ଆଲୋକ ଅଛି, ଅନ୍ଧାର ପଶିବ ପଶିବ ନା? ଲାଇଟ୍ ଗୁଡା କଟିଗଲେ ଅନ୍ଧାର ମାଡି ଆସିବ। ଠିକ ସେଇଭଳି ପରିସ୍ଥିତି, ଯେତେବେଳେ ଚେତନାଦୀପ୍ତ ଲୋକ ଗୁଡ଼ିକ ଯୋଡି ଦେବେ, ଅଚେତନ ଟିକେ ଆସିବ କୋଉଠି? ତେଣୁ ଯଦି ଭଗବାନ ସହିତ ଜଡ଼ିତ ହେଇକି ରହିଛେ, ଅଚେତନ ଆସିବ କାହିଁ? ତେଣୁ ଜୀବନକୁ ସବୁବେଳେ ଭଗବାନ ସହିତ ଯୋଡ଼ିକି କେମିତି କାମ କରିବା, ଏଇଟାକୁ ସମସ୍ତେ ଚିନ୍ତା କରିବା ଦରକାର। ନହେଲେ ଏଇଭଳି କେତେ କେତେ ଜୀବନ ପାର ହେଇଯାଉଥିବା, ଜୀବନ ନିରର୍ଥକ ହଉଥିବ। ଜୀବନର ସାର୍ଥକତା ଅଛି ଭଗବତ ପ୍ରାପ୍ତିରେ। ଯେପର୍ଯ୍ୟନ୍ତ ମନୁଷ୍ୟ ଭଗବାନଙ୍କୁ ଖୋଜିନି, ଭଗବାନଙ୍କୁ ପ୍ରାପ୍ତ କରିନି, ସେ ପର୍ଯ୍ୟନ୍ତ ତା ଜୀବନ ହଉଛି ଅସାର। ତେଣୁ କୌଣସି ପ୍ରକାର ଆମର ଭଗବାନ ଦରକାର। ସୁରକ୍ଷା କିଏ ଦବ? ଡାକ୍ତର। ରୋଗ ହେଲା ସୁରକ୍ଷା କିଏ ଦବ? ଡାକ୍ତର। ଡାକ୍ତର ରୋଗ, କରୋନା ହେଲା ଲୋକ ମଲେ, ଡାକ୍ତର ମରିନାହାନ୍ତି? ଡାକ୍ତର ହିଁ ମରିଛନ୍ତି। ଆଉ ଡାକ୍ତର ତ ରୋଗର ଶିକାର ହେଲା, ତାକୁ କିଏ ଭଲ କରିବ? ଡାକ୍ତର କରୋନା କବଳ ରକ୍ଷା ପାଇନି। କେବଳ ସୁରକ୍ଷା ଦେବେ ଭଗବାନ। ଯଦି ଭଗବାନ କେବଳ ସୁରକ୍ଷା ଦେବେ, ତାହେଲେ ଆମେ ଭଗବାନଙ୍କୁ ଭରସା କରିବା ଦରକାର ନା ନାହିଁ? କିନ୍ତୁ ମଣିଷ ସେଇ କଥାଟା ଭୁଲି ଯାଉଛି। ଆଜିକାଲି ଯୋଉ ପ୍ରକାର ରୋଗ ସବୁ ହେଲାଣି, ଯଦି ଲକ୍ଷ ଲକ୍ଷ ଟଙ୍କା ରଖା ନ ହେଇଥିବ, ଭଲ ହବ କେମିତି? ତାମାନେ ସେ ନିଜେ ଜାଣିଗଲାଣି ମତେ ରୋଗ ହବ। ତେଣୁ ଏବେଠୁ ସେ ସଞ୍ଚୟ କରି ଆରମ୍ଭ କଲାଣି। କୋଉଥିପାଇଁ ନା ବଡ ହେଲେ ରୋଗ ହବାର ଅଛି, ଭବିଷ୍ୟତ ରୋଗ ହବାର ଅଛି। ତେଣୁ ଏବେଠୁ ପ୍ରସ୍ତୁତ ଥା। ତାକୁ କାହିଁ ରୋଗ ନ ହବ? ତାକୁ ନିଶ୍ଚୟ ରୋଗ ହବ। ଜଣଙ୍କର ଖାଇବାକୁ ନାହିଁ, ପିଇବାକୁ ନାହିଁ, ପାଇଲେ ଖାଉଛି ନହେଲେ ନାହିଁ, ରୋଗ ହବ ସହଜେ? ହବନି ସହଜେ। ମୁନି ଋଷି ମାନେ ହିମାଳୟରେ ବଣ ଜଙ୍ଗଲରେ ରହୁଛନ୍ତି, କାହିଁ ତାଙ୍କୁ ବାଘ ଖାଇଯାଉନି, କି ହାତୀ ଖାଇଯାଉନି, ମାରିଦଉନି, କି ସିଂହ ତ ଖାଇଯାଉନି? ତାହେଲେ ସେମାନେ କେମିତି ସୁରକ୍ଷିତ ହଉଛନ୍ତି? ତାଙ୍କୁ ସୁରକ୍ଷା କିଏ ଦଉଛି? ଯେହେତୁ ସେମାନେ ଭଗବତ ଚିନ୍ତାରେ ରହୁଛନ୍ତି, ତାଙ୍କ ଭିତରେ ଗୋଟେ ପ୍ରେମ ଭାବ ଅଛି। ସେ ପ୍ରେମରେ କେହି ହିଂସ୍ର ଭାବ ଦେଖେଇ ପାରୁନାହାନ୍ତି, ସବୁ ପ୍ରେମମୟ ହେଇଯାଉଛି। ବାଘ ଆସିଲେ ବି ପୋଷା ମନି ଯାଉଛି, ସିଂହ ଆସିଲେ ବି ପୋଷା ମନି ଯାଉଛି। ତେଣୁ ପ୍ରେମରେ ହିଂସାଟା ବି ଜୟ କରି ହଉଛି। ତେଣୁ ଆମ ମଣିଷଙ୍କ ଭିତରେ କଣ ହିଂସା ନାହିଁ? ତାକୁ କେମିତି ଜୟ କରାହବ? ପ୍ରେମରେ। ସେ ପ୍ରେମଟା ଆସିବ କୋଉଠୁ? ଯିଏ ଭଗବାନଙ୍କୁ ଭଲ ପାଇବ, ତା ଭିତରେ ପ୍ରେମ ତିଆରି ହବ। ଭଗବାନଙ୍କୁ ଭଲ ନ ପାଇବା ପର୍ଯ୍ୟନ୍ତ ପ୍ରେମ ଆସିବନି। ତେଣୁ ଆମକୁ ସେଇ କଥାଟିକୁ ଗୁରୁତ୍ୱ ଦେବାକୁ ପଡିବ। ଯଦି ଭଗବାନଙ୍କ ସହିତ ଜଡ଼ିତ ହେଇକି ରହିଲେ, ଆମ ଭିତରେ ଦିବ୍ୟ ପ୍ରେମ ଭାବ ତିଆରି ହବ, ଆଉ ପ୍ରେମ ଭାବରେ ଆମେ ସମସ୍ତଙ୍କୁ ଏକ କରିପାରିବା। ଆଉ ଘୃଣା, ଶତ୍ରୁତା, ହିଂସା, ଈର୍ଷା ଏସବୁ ଦେଖା ଦବ ନାହିଁ। ଅନ୍ୟ ପ୍ରତି ନିଷ୍ଠୁରତା ଆଚରଣ କରିବା ହବ ନାହିଁ। ତାହେଲେ ସେ ମଣିଷଟା ବିରଳ ମଣିଷ ହେଇଥିବ ନା ନାହିଁ? ଏ ଘର ପାଇଁ ଗୋଟେ ଶୁଭ ସୂଚନା ହଉଛି, ମାଙ୍କର ଗୋଟେ ପ୍ରତିରୂପ ଛୁଆଟିଏ ଆସିଛି। ଗୋଟେ ଶୁଭ ସୂଚନା, କାରଣ ସେ ଛୁଆ ହଉଛନ୍ତି ଭଗବାନଙ୍କର ଦ୍ୱିତୀୟ ରୂପ। ସେ ଫୁଲି ସାଇକିକ ଦ୍ୱାରା ଗାଇଡେଡ, ଫୁଲି। ଆଉ ସାଇକିକ ର ପ୍ରଭାବଟା ଏମିତି, ସେ କେବେ କାହାକୁ ଶତ୍ରୁ ଦୃଷ୍ଟିରେ ଦେଖିପାରେ, ଘୃଣା ଦୃଷ୍ଟିରେ ଦେଖିପାରେନି, ପ୍ରେମରେ ସବୁ ମାତ୍ର ସେ। ତେଣୁ ସମସ୍ତଙ୍କୁ ସେ ପ୍ରେମ ବାଣ୍ଟି ଚାଲେ, ଆଉ ଛୁଆକୁ ସେଇଥିପାଇଁ ସମସ୍ତେ ଭଲ ପାଆନ୍ତି ହେଲା। ତେଣୁ ସେଇ ପ୍ରକାର ଏକ ପ୍ରେମର ଭାବରେ ପରିବାର ତିଆରି ହବ ବୋଲି ସୂଚନା ସେଟା ହେଲା। ତେଣୁ ଯୋଉ ସାଇକିକ ଦ୍ୱାରା ଗାଇଡେଡ ହଉଛି ଛୁଆ, ତାର ଏକ ଦିବ୍ୟ ଭବିଷ୍ୟତଟି ଅଛି। ଆମକୁ ସେଇ ଅନୁସାରେ ଖୋରାକ ଦେବାକୁ ପଡିବ। ସେ ଯୋଉ ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହଉଛି, ଏଇ ଚୈତ୍ୟ ପ୍ରଭାବଟା ତା ଭିତରେ କେମିତି ସବୁବେଳେ ବଳବତ୍ତୀ ହେଇକି ରହିବ, ଏଥିରୁ ଯେମିତି ଦୂରେଇ ନଯିବ। ତେଣୁ ତା ପାଇଁ ଗୋଟେ ସୁନ୍ଦର ପରିବେଶ ଦରକାର।
ତେଣୁ ପରିବେଶରେ କେତେବେଳେ ସୁନ୍ଦର କରି ଜଣେ ତିଆରି ହେବ, ଜଣକ ଭିତର ସହିତ ଯେତେବେଳେ ଅନ୍ତରାତ୍ମା ସହିତ ଯେତେବେଳେ ଜଡ଼ିତ ହେଇକି ରହିବ, ସିଏ ସୁନ୍ଦର ପରିବେଶ ତିଆରି ଦେବ। ଆମେ କହିବା ଯେ ମୋ ବୁଦ୍ଧି ଅଛି, ମୁଁ ଗଛ ପତ୍ର ଲଗେଇଦେବି, ଗାର୍ଡେନିଂ କରିଦେବି, ସଫାସୁତୁରା କରିଦେବି, ଲାଇଟ୍ ଫାଇଟ୍ ଲଗେଇଦେବି, ହେଇଗଲା ପରିବେଶ। ସେଇଟା ବାହ୍ୟ ପରିବେଶ। ବାହାରୁ କୌଣସି ପରିବର୍ତ୍ତନ ସ୍ଥାୟୀ ପରିବର୍ତ୍ତନ ନୁହେଁ। ଭିତରୁ ଯୋଉ ସୌନ୍ଦର୍ଯ୍ୟ ବୋଧ ଆସେ, ଭିତର ଚେତନାର ଅବସ୍ଥା ଅନୁସାରେ ବାହାରେ ସେ ସୌନ୍ଦର୍ଯ୍ୟଟା ପ୍ରକାଶିତ ହୁଏ। ତେଣୁ ଭିତର ସୌନ୍ଦର୍ଯ୍ୟତା ଆମର ତିଆରି ହେଲାଣି କି? ଭିତରେ ଉଦାରତାର ପୂର୍ଣ୍ଣ ଭାବ ଏକ ତିଆରି ହେଲାଣି କି? ଉଦାରତା ପୂର୍ଣ୍ଣ ଏକ ଭାବ ଆମ ଭିତରେ ହେଇନି, ପ୍ରେମପୂର୍ଣ୍ଣ ଭାବ ଆମ ଭିତରେ ତିଆରି ହେଇନି। ତେଣୁ ଆମ ଭିତରେ ସେ ଆତ୍ମୀୟତାର ବୋଧ ଆମ ଭିତରେ ତିଆରି ହେଇନି। ଆମେ ସମସ୍ତେ ଗୋଟେ ପରିବାରର, ମାଙ୍କ ପରିବାରର। ମା ହେଲେ ଆମ ଘରର କର୍ତ୍ରୀ, ସିଏ ଆମକୁ ପରିଚାଳିତ କରୁଛନ୍ତି, ସିଏ ଆମକୁ ମାର୍ଗ ଦେଖାଉଛନ୍ତି। ତେଣୁ ଏ ପରିବାରର ଯାହା ଯାହା କିଛି ଆସିବ ପରିସ୍ଥିତି, ସବୁ ଆମେ ମାଙ୍କ ପାଖରେ ପହଞ୍ଚିବ। ଏଇ ଅନୁଭବଟା ଆମର ଦରକାର। ଯେ ମାଙ୍କ ସହିତ ଜଡ଼ିତ ହେଇକି ରହିଲା, ପ୍ରତି କଥାରେ ଯେ ମାଙ୍କ ସହିତ ସମ୍ପର୍କ ରଖିଲା, ସବୁ କଥାରେ ମାଙ୍କ ପାଖରେ ଛିଡା ହେଇକି କେବେ କହିପାରିବା କି ମା ମୋର ଏଇଆ ଦରକାର? ପ୍ରକୃତିରେ ଯଦି ମାଙ୍କ ପାଖରେ ଛିଡା ହେଇକି କହିପାରିବା, ତାହେଲେ ପ୍ରକୃତିରେ ଯାହା ଆବଶ୍ୟକ ମା ଦେଇଦେବେ ସାଙ୍ଗେ ସାଙ୍ଗେ, ଡେରି ବି ନାହିଁ। ମାଙ୍କର ମୁଁ ଜଣେ ସାଧକଙ୍କୁ ପଚାରିଲି, ଗୋଟେ ଲିଭିଂ ଏକ୍ସପିରିଏନ୍ସ କହୁଛି। ଜଣେ ସାଧକଙ୍କ ସହିତ ମୋର ପ୍ଲେଗ୍ରାଉଣ୍ଡ ସବୁ ଯେତେ ଥର ଯାଏ ପ୍ଲେଗ୍ରାଉଣ୍ଡରେ ଭେଟେ। ତାପରେ ସେ ମା ଥିଲା ବେଳଠୁ ଅଛନ୍ତି, ଛୁଆ ହେଇଥିଲେ ସେ ମାଙ୍କ କୋଳରେ, ୟାର ଭଳିଆ ଛୁଆ ହେଇଥିଲେ ମାଙ୍କ କୋଳରେ ହେଲା। ତାପରେ କେତେ ବୟସରେ ହେଲେଣି, ଏବେ ଆଉ ବୟସ ନାହାନ୍ତି, ଶରୀର ତ୍ୟାଗ କଲେ। ତାଙ୍କୁ ପଚାରିଲି, ମୁଁ କହିଲି ମୋର 5 ମିନିଟ୍ ସମୟ ଦରକାର, ବୁଝିଗଲା। ସେ 5 ମିନିଟଟା ସେ ମତେ ଅନେଇ ଦିଅନ୍ତି, ପିଠିକି ଥାପୁଡ଼େଇ ଦେବେ, ୟୁ ନଟି ବୟ, ଏହା କହିଦିଅନ୍ତି, ପିଠିକି ଥାପୁଡ଼େଇ ଦିଅନ୍ତି, ଟାଇମ ଦେବେ, ତୁମର ଏତିକିଟା ବେଳେ ଆସ। ମୁଁ ଗଲା ପରେ ସେ 5 ମିନିଟର ଡାହାଣର ଶୂନ ବାଜିଯାଏ, 50 ମିନିଟ୍ ହେଇଯାଏ। ଜାଣିପାରନ୍ତିନି ମୋ ସହିତ ଗପ କରନ୍ତି, ଗପୁଛନ୍ତି ତ ଗପୁଛନ୍ତି ଆଉ ଏତେ ସୁନ୍ଦର ସୁନ୍ଦର କଥା କହନ୍ତି, ମୁଁ ବି କହେ। ତାପରେ ଯେହେତୁ ମାଙ୍କ କଥା ମୁଁ ବାରମ୍ବାର ପଚାରେ, ମାଙ୍କ ସହିତ କେମିତି ରିଲେଟେଡ ହେଲେ, ମାଙ୍କ ସହିତ ଆମର ସମ୍ପର୍କ କେମିତି ରହିବ, ମାଙ୍କୁ କେମିତି ଭାବରେ ନିବିଡ଼ ଭାବରେ ଭଲ ପାଇ ହବ, ଆପଣ ତ ମାଙ୍କ ଇଏରେ ବସି ପହଞ୍ଚନ୍ତି, ଆଉ ମତେ କୁହନ୍ତୁ। ସେ ଗୋଟିଏ କଥା କହିଲେ, ମାଙ୍କ ଆଖିକୁ ଚାହ, ମାଙ୍କ ଆଖିକୁ ଅତି ନିରୀକ୍ଷଣ କରିକି ଚାହ। ମା ତାଙ୍କର ଦୃଷ୍ଟି ମାଧ୍ୟମ ଦେଇ ଆମ ଭିତରକୁ ଦେଖନ୍ତି, ବାହାରକୁ ଦେଖନ୍ତିନି। ଆମେ ବାହାରେ କଣ ପିନ୍ଧିଲେ, କେତେ ସଜେଇ ହେଲେ, ମା ସେଟା ଦେଖନ୍ତିନି। ତାଙ୍କର ଦୃଷ୍ଟିରେ ସେ ଆମ ଭିତରକୁ ଦେଖନ୍ତି। ଆଉ ଏମିତି ଭାବରେ ଆମ ସାଇକିଲ ସହିତ ସେ ରିଲେଟେଡ ହେଇଯାଆନ୍ତି। ତାପରେ ଆମେ ଯାହା ଜାଣିବା ପାଇଁ ଚାହୁଁଥିଲୁ ଆମେ ସେଟା ଜାଣିପାରୁ, ଆମେ ଯାହା କରିବା ପାଇଁ ଚାହୁଁଛୁ ସେଟା ବି କରିପାରୁ, ଆମେ ଯୋଉଟା ରିଅଲାଇଜ କରିବାକୁ ଚାହୁଁଥିଲୁ ସେଟା ବି କରିପାରୁ। ଆଉ ଏମିତି କୌଣସି କଥା ନାହିଁ ଯୋଉଟା ଅସମ୍ଭବ। ତେଣୁ ମାଙ୍କ ଆଖି ସହିତ ଆଖି ମିଶେଇକି ଦେଖ, ଚାହିଁ ହବନି ସହଜରେ। ଭିତର ସେ ବ୍ୟାକୁଳତା ନଥିଲେ ମାଙ୍କ ଆଖି ସହିତ ଆଖି ମିଶେଇକି ଚାହିଁ ହବନି। ଯଦି ଭିତରେ ଆମର କିଛି ଡିଫେକ୍ଟ ଥିବ ନା, ହଠାତ୍ ଗୋଟେ କୁଆଡେ ଗୋଟେ ଭୟ ପଶି ଆସିବ, ଆଉ ମା ଆଉ ବିଗିଡି ଯିବେ କିରେ, ଆଉ କଣ କରିଦେବେ କିରେ, ଏଇଭଳି ଏକ ଅବସ୍ଥା ଆମର ତିଆରି ହେଇଯିବ, ଛାନିଆ ଲାଗିଯିବ ଆମକୁ ହେଲା। ତେଣୁ ମାଙ୍କ ଆଖି ସହିତ ଆଖି ମିଶେଇକି ଦେଖିବା। ମା ତାଙ୍କ ଦୃଷ୍ଟି ମାଧ୍ୟମରେ ଆମକୁ ଶକ୍ତି ଦିଅନ୍ତି, ଆମ ଭିତରକୁ ସେ ଦେଖନ୍ତି, ଭିତର ଯାହା ନିଡି ସେଇଟା ସେ ପୂରଣ କରନ୍ତି। ତାପରେ ଯେହେତୁ ମାଙ୍କ କଥା ବାରମ୍ବାର ବାରମ୍ବାର ପଚାରୁଛି, ସେଇଠୁ ସେ ଗୋଟିଏ କଥା କହିଲେ, ଆଇ ୱିଲ୍ ଗିଭ୍ ୟୁ ଏ ଗିଫ୍ଟ। ମତେ ଗୋଟେ ବହିଟିଏ ଦେଲେ, ସେ ବହିର ନାଁ ହଉଛି ଦି ସୁପ୍ରିମ। ସୁପ୍ରିମ ବହିଟି, ସୁପ୍ରିମ ମାନେ ଯେ ପରମା। ଏ ମା ଯେ ପରମା ଜନନୀ,
ସେଇଟା ସେତିକି ବେଳେ ଅନୁଭବ କରିବ। ତାଙ୍କ ବହିକୁ ପଢ଼ିଲେ ଅନୁଭବ କରି ଏ ମା କେମିତି ପରମା ଜନନୀ। ଯେହେତୁ ମା ହେଉଛନ୍ତି ପରମା ଜନନୀ, ତାଙ୍କ ପାଖରେ ତା ସନ୍ତାନ କୋଉ ଅବସ୍ଥାରେ କହିବ ମା ସେସବୁ ଦେଖେନି। ଏନି ମୋମେଣ୍ଟରେ ସେ ମାଙ୍କ ସହିତ ରିଲେଟେଡ୍ ହବ। ଏନି ମୋମେଣ୍ଟରେ ତାର ମାଗିବା କଣ ଆବଶ୍ୟକ? ଯଦି ସେ ପ୍ରକୃତରେ ମା, ତା ଛୁଆର କଣ ଆବଶ୍ୟକ ସେ କଣ ଜାଣିନି? ମାଗିବା କଣ ଦରକାର ତା ଛୁଆର? ଆମେ ଖାଲି ମାଗୁଛୁ। ମା ତ ମାଗିବା ପାଇଁ ଅନୁମତି ଦେଇଛନ୍ତି, ତ ମାଗିପାରିବ ସବୁ କଥା। ହେଲେ ମାଗିବାଟା ଆବଶ୍ୟକତା ରହିବ କି? ଯେତେବେଳେ ମାଙ୍କ ସହିତ ଆମର ନିବିଡ଼ତା ତିଆରି ହବ, ଆଉ ମାଗିବା ଦରକାର ହବନି। ଜଣେ ସାଧକ ନୂଆ ନୂଆ ଆସିଥାନ୍ତି, ସେ ମାଙ୍କୁ କହିଲେ ମୋର ଏଇଟା ଦରକାର, ସେଇଟା ଦରକାର, ସେଇଟା ଦରକାର, ମାଗନ୍ତି, ମା ବି ଦିଅନ୍ତି। ଏଇ ଯୋଉ ବାରମ୍ବାର ମାଗନ୍ତି, ମା ଦିଅନ୍ତି, ପୁଣି ଇଏ ମାଗନ୍ତି, ପୁଣି ଦିଅନ୍ତି, ଏମିତି ମା ଇଏ ମାଗିବା, ମା ଦବା, ୟାରି ମାଧ୍ୟମରେ ମାଙ୍କ ସହିତ ତାଙ୍କର ଗୋଟେ ସମ୍ପର୍କ ତିଆରି ହେଲା। କିଛି ଦିନ ବିତିଗଲା ପରେ ତାପରେ ଆଉ ଇଏ ମାଗି ପାରିଲେନି, ମାଗି ପାରୁନାହାନ୍ତି। ତା ମୁଣ୍ଡରେ ଷ୍ଟ୍ରାଇକ୍ ହେଲା, ବୋଧେ ମା ମୋ ଉପରେ ବିଗିଡ଼ି ଗଲେ ନା କଣ। ଆଗରୁ କଣ ଗୋଟେ କରୁଥିଲେ, ବୋଧେ ମୁଁ ମାଙ୍କୁ ମାଗୁଥିଲି, ଏବେ ବୋଧେ ମା ମୋ ଉପରେ ବିଗିଡ଼ି ବିଡ଼ାଇ କଣ ଗୋଟେ କରିଦେଲେ, ମୁଁ ଆଉ ମାଙ୍କୁ ମାଗି ପାରୁନି। ମା ପ୍ରତ୍ୟେକ ସାଧକ ସାଧିକା ସହିତ ପର୍ସନାଲ ରିଲେସନ ରଖନ୍ତି, ପଚାରନ୍ତି। ପଚାରିଲେ ତା ସାଧନା କେମିତି ଚାଲିଛି, ସୁବିଧା ଅସୁବିଧା ଭଲ ମନ୍ଦ ପଚାରିଲେ। ଇଏ ସେଠୁ ମାଙ୍କୁ କହିଲା, ସେ ମା ମୁଁ ତମକୁ ଆଗରୁ ସବୁ କଥା ମାଗୁଥିଲି, ଆଜିକାଲି ମୁଁ ଆଉ ମାଗୁନି। ତମର ଆଉ ମୋ ମଧ୍ୟରେ କିଛି ତିକ୍ତତା ତିଆରି ହେଇଗଲା କି? ମୁଁ ଆଉ କାହିଁ ମାଗୁନି। ମୁଁ ମାଗୁଥିଲି ତମେ ଦଉଥିଲ, ମୁଁ ମାଗୁଥିଲି ତମେ ଦଉଥିଲ, ମୁଁ ମାଗୁଥିଲି ତମେ ଦଉଥିଲ, ଏମିତି ଆମ ଭିତରେ ଗୋଟେ ନିବିଡ଼ତା ଭାବ ତିଆରି ହେଇଥିଲା। ମୁଁ ଏବେ କିଛି ମାଗି ପାରୁନି। କହିଲେ ନା, ତମେ ପ୍ରଥମ ଅବସ୍ଥାରେ ମାନସିକ ସ୍ତରରେ ମୋ ସହିତ ସମ୍ପର୍କିତ ହଉଥିଲ, ତେଣୁ ମାନସିକ ସ୍ତରର ସମ୍ପର୍କରେ ମାଗିବାଟା ଆବଶ୍ୟକ ଥିଲା, ତେଣୁ ମାଗୁଥିଲ। ଏଇ ମାଗିବା ଆଉ ମୁଁ ଦବା, ୟାର ଫଳରେ ତମର ମୋ ପ୍ରତି ବିଶ୍ୱାସ ବଢିଲା, ନିର୍ଭରତା ବଢିଲା, ସମ୍ପର୍କଟା ଅଧିକ ନିବିଡ଼ ହେଲା। ଯେତେବେଳେ ସମ୍ପର୍କ ଅଧିକ ନିବିଡ଼ ହେଲା, ମୋ ପ୍ରଭାବ ତମଠି ଅଧିକ କ୍ରିୟାଶୀଳ ହେଲା, ତମେ ଆଉ ମନ ସ୍ତରରେ ମୋ ସହିତ ସମ୍ପର୍କିତ ହେଲନି, ତମ ସାଇକିକରେ ତମେ ମୋ ସହିତ ରିଲେଟେଡ ହବ। ସାଇକିକର ଡିମାଣ୍ଡ ନଥାଏ, ତାର ଦାବି ନାହିଁ, ସେ କେବଳ ଜୟ ଅଫ୍ ଗିଭିଂ, ଦେବାର ଆନନ୍ଦ ପାଇବ। ତେଣୁ ଏବେ ତମ ସାଇକି ଚାହୁଁଛି ମୁଁ କେତେ ଦେଇପାରିଲେ ଆନନ୍ଦିତ ହେବି। ଆଗରୁ କେତେ ମାଙ୍କଠୁ ମାଗିକି ନେଇପାରିଲେ ମୁଁ ଖୁସି ହେବି, ମନ ଚିନ୍ତାଧାରା ଏଟା। ସାଇକିକର କେତେ ମୁଁ ମାଙ୍କୁ ଦେଇପାରିଲେ ମୁଁ ଖୁସି ହେବି। ଏବେ ତମ ସାଇକିକ ସହିତ ମୋର ରିଲେସନଟା, ତେଣୁ ତମ ସାଇକି ମାଗୁନି। ଆଚ୍ଛା ଆଚ୍ଛା, ମୁଁ ଭାବୁଥିଲି ବୋଧେ ତମର ମୋର କିଛି ତିକ୍ତତା ତିଆରି ହେଲା, ଆଉ ଏବେ ବୁଝିଗଲେ। ତେଣୁ ଏଇ ଯୋଉ ମାଙ୍କ ସହିତ ରିଲେଟେଡ ହବାଟା ସହଜ କଥା ନୁହେଁ। କେତେ ଅଭ୍ୟାସ କରିବାକୁ ପଡିବ, କେତେ ଅଭ୍ୟାସ କରିବାକୁ ପଡିବ, କେତେ ନିବିଡ଼ତମ ଭାବ ରଖିବାକୁ ପଡିବ, ତେବେ ଯାଇ ମାଙ୍କ ସହିତ ରିଲେଟେଡ ହେଇପାରିବ। ମା ତ ପ୍ରତି ମୁଭମେଣ୍ଟରେ, ମା ଆମେ କହିବା ଯେ ଫୁଲ ଦେଇନି, ଧୂପ ଦେଇନି, ଚୁତିକା ହେଇଯାଇଛି, ମୂର୍ତ୍ତିକା ହେଇଛି, ହେଲା, ସେ ଆଜି ତାଙ୍କର 10 ଦିନ ହେଇଛି, ଆଜି ଗୋଟେ ଶୁଦ୍ଧି କାମଟା କେମିତି ଦବୁ, ଏସବୁ ଜିନିଷ ମାଙ୍କ ପାଖରେ ନାହିଁ। ମା ସେସବୁ ଦେଖନ୍ତିନି, ଏସବୁ ବାହ୍ୟ ଉପଚାର। ମା ଏ ବାହ୍ୟ ଉପଚାରିକ ଦେଖନ୍ତିନି, ଭିତରର ଭାବକୁ ସେ ଦେଖନ୍ତି। ତେଣୁ ମାଙ୍କ ସହିତ ଯଦି ଆମେ ଟ୍ରୁଲି ରିଲେଟେଡ, ଟ୍ରୁଲି, ଏ ଯୋଉ ଟ୍ରୁଲି ସତରେ, ଏ ଯୋଉ ସତରେ ଶବ୍ଦଟା ଯୋଉ କୁହାଉନି, ସେଥିରେ କୌଣସି ଛଳନା ନାହିଁ, କୌଣସି ଛଳନା ନାହିଁ। ସତରେ ମୁଁ ମାଙ୍କୁ ଯାଉଛି, ଏୟାରନେସଲି ଯୋଉଟା କୁହାଯାଏ, ଐକାନ୍ତିକ ଭାବରେ, ସେଥିରେ କୌଣସି ଛଳନା ନାହିଁ। ହଁ ଏଇନା ପରୀକ୍ଷା ଅଛି ବୋଲି ମାଙ୍କୁ ଟିକେ ଡାକିବା, ପରୀକ୍ଷାରେ କେମିତି ପାସ୍ କରିଯିବା, ସେ ଇଣ୍ଟରଭ୍ୟୁଟା ଅଛି ମାଙ୍କୁ ଟିକେ ଏବେଠୁ ଡାକୁଥିବା, ନହେଲେ ଇଣ୍ଟରଭ୍ୟୁଟା ମୋର ଫେଲ୍ ହେଇଯିବ ଯେ। କିମ୍ବା ଆଜି ମୋର ଘରେ ଗୋଟେ ସମସ୍ୟା ଅଛି, କେସ୍ ଚାଲିଛି, ଆଉ କଣ ହେଇଛି, ଏଇଟା ଡିଗ୍ରୀ କେମିତି ଆସିବ, ତେଣୁ ମାଙ୍କୁ ଡାକୁ। ମାର କିଛି ଗୋଟେ ବେନିଫିଟ୍ ଉଦ୍ଦେଶ୍ୟରେ ଆମେ ମାଙ୍କୁ ଡାକୁଛୁ, ଏଇଟା ଯଥାର୍ଥ ସମ୍ପର୍କ ନୁହେଁ। ମା ଅସୁବିଧାରେ ପକେଇଥିଲା ବେଳେ ଆମେ ମାଙ୍କୁ ନିବିଡ଼ାରେ ଧରି ପାରୁଥିବା କି? ହେ ମତେ ବାରମ୍ବାର ଅସୁବିଧାରେ ପକେଇଲା ତ ମୁଁ କାହିଁ ଡାକିବି, ଯିଏ ମତେ ସବୁବେଳେ ଦେବେ ମୁଁ ତାଙ୍କୁ ଡାକିବି, ଏଇଟା ମାଙ୍କ ସହ ସମ୍ପର୍କ? ଯିଏ ସବୁବେଳେ ଦଉଥିବେ ସେ ହବ, ଯିଏ ନଦେବେ ସେ ହବନି ମା ନା। ତେଣୁ ମାଙ୍କ ସହିତ ରିଲେସନରେ କୌଣସି ଡିମାଣ୍ଡ ନଥାଏ, କୌଣସି କଣ୍ଡିସନ ହିଁ ନଥାଏ। ମାଙ୍କ ପାଖେ ନିଜକୁ ଯିଏ ଦେଇପାରିଲା ସେ ରିଲେଟେଡ ହବ।
ମାଆଙ୍କଠୁ ମା ତାଙ୍କ ଦେବାର ଟେକ୍ନିକ୍ ଅଛି ଅଲଗା। ମାଆଙ୍କୁ ଯିଏ ମାଗେ ତାକୁ ଆଉ ଟିକିଏ ଦିଅନ୍ତି। ଟିକିଏ ଯେତେବେଳେ ଦେବେ, ହେ ମୁଁ ଏତେ ବର୍ଷ ହେଲା ପାର୍ଚର କଲିଣି, କ'ଣ ମା କ'ଣ ଜାଣିପାରୁନାହାନ୍ତି ନା କ'ଣ? 30-40 ବର୍ଷ ହେଲା ପାର୍ଚର ଲୋକ, ମୁଁ ଟିକେ ଅଧିକା ଦେବା କଥା, କ'ଣ ଏମିତି ଟିକିଏ ନା ଦେଉଛନ୍ତି? ସିଏ 2 ବର୍ଷ ହେଲା ପାର୍ଚର କରିନି, ତାର ଚାକିରି, ପୁଣି କାର କିଣିଲାଣି, ପୁଣି କୋଠା ବନେଇଲାଣି। ମୁଁ ସେଇ ଚାଳ ଘରଟାରେ ଅଛି 40 ବର୍ଷ ପାର୍ଚର କରିକି। ତାହେଲେ ମାଆଙ୍କୁ ଡାକି ମୋର କ'ଣ ଫାଇଦା? କାହାକୁ ଧରିଲେ ମୋ ଚାଳ ଘରଟା କୋଠା ଘର ହବ, କାହାକୁ ଦେଲେ ମୋ ସାଇକେଲଟା କାରରେ ପରିଣତ ହବ, ତାକୁ ଧରିବି। କାରଣ ଆମେ ବାହ୍ୟତଃ ମାଆଙ୍କ ସହିତ ରିଲେଟେଡ ନା ଅନ୍ତରରେ? ବାହ୍ୟତଃ। ମା ଏଇଟାକୁ ଚାହାନ୍ତି ନାହିଁ। ମୋର କୋଠା ଘର ହେଲା କି ଚାଳ ଘର ହେଲା ସେଟା ମତଲବ ନାହିଁ, ଭିତର ଭାବ କଣଟା ଅଛି। ତେଣୁ ମା ଆଗ ଟିକିଏ ଦିଅନ୍ତି। ମା ଦେଖିବେ ଯଦି ଖୁସିରେ ନେଲା, ହଁ ରେ ଏଇଟା ଖୁସି ହେଇଛି କିଛି ରେ, ତାକୁ ଆଉ ଟିକେ ଦିଅ, ଆଉ ଟିକେ ଖୁସି ହଉ, ଆଉ ଟିକେ ଦିଅ, ଆଉ ଟିକେ ଖୁସି ହଉ। ଯଦି ପ୍ରଥମରୁ ଟିକେ ଦେଇ ଦୁଃଖୀ ହେଇଗଲେ, ଦୁଃଖୀ ହେଲାଣି ପରା, ଆଉ ମୁଁ ଦେଲା ମାନେ ସେ ଦୁଃଖୀ ହଉଛି, ତମେ ଦବାନି, ଦୁଃଖୀ କାହିଁକି ହବ? ସେ ଅଧିକ ଦବାନି, ସଇଲା, ଦବା ବନ୍ଦ। ତେଣୁ ମାଆଙ୍କୁ ପାଇବା, ମାଆଙ୍କଠୁ ପାଇବାର ସୋର୍ସଟା କ'ଣ? ଯାହା ଦେବେ ଖୁସିରେ ନେବା। ଯାହା ଦେବେ, ସୁଖ ଦିଅନ୍ତୁ, ଦୁଃଖ ଦିଅନ୍ତୁ, ସଫଳତା ଦିଅନ୍ତୁ, ବିଫଳତା ଦିଅନ୍ତୁ, ଜୟ ଦିଅନ୍ତୁ, ପରାଜୟ ଦିଅନ୍ତୁ, ଯନ୍ତ୍ରଣା ଦିଅନ୍ତୁ କି ଆନନ୍ଦ ଦିଅନ୍ତୁ, ଯାହା ଦେବେ ଯଦି ଆମେ ଖୁସିରେ ନେଇପାରୁଥିବା ଅଧିକ ପାଇବା। ଆମେ ତ ଯାହା ଦେଇଛନ୍ତି ଖୁସିରେ ରହିପାରୁନୁ। ଖୁସିରେ ଯେହେତୁ ରହିପାରୁନୁ, ଆମେ କହୁଛୁ ଆମ ଖୁସିରେ ଟଙ୍କା ଥିଲେ ଖୁସି, ଗାଡ଼ି ଥିଲେ ଖୁସି, କୋଠା ଥିଲେ ଖୁସି, ଜମ୍ବାଡ଼ି ଥିଲେ ଖୁସି। ସେଟା ଆଜି ଅଛି କାଲିକି ନଥିବ। ମୁଁ ଆଜି ଘର ଦ୍ୱାରା କହୁଛି ମୋର ବୋଲି, ଜମ୍ବାଡ଼ି କହୁଛି ମୋର ବୋଲି, ସବୁ କଥା କହୁଛି ମୋର ବୋଲି, ମୁଁ ମରିଯିବି, ପଡ଼ିଶାରେ ଜନ୍ମ ହେବି। ଆସକ୍ତିଟା ଅଛି ନା। ଘର ଏତେ କରିଥିଲି, ଜମ୍ବାଡ଼ି ଏତେ କରିଥିଲି, ନଡ଼ିଆ ବାଗାନ କରିଥିଲି, ସେ ଯୋଉ ଶାଗୁଆନ ବାଗାନ କରିଥିଲି, ଆମ୍ବ ବାଗାନ କରିଥିଲି, ଏତେ ଗୁଡ଼େ ବାଗାନ ଫାଗାନ ସବୁ କରିଛି, କୋଟି କୋଟି ଟଙ୍କା ହବ, ଆସକ୍ତି ଛାଡ଼ିନି, ମରିଗଲି। ପଡ଼ିଶାରେ ଜନ୍ମ ନେବି, ଦେଖୁଥିବି, କୋଠା ବାଡ଼ି ସବୁ ଦେଖୁଥିବି, ହେଲା, ପଡ଼ିଶାରେ ଜନ୍ମ ହେଇକି, ହେଲା, କାରଣ ଆସକ୍ତିଟା ଛାଡ଼ିନି ନା। ପଡ଼ିଶାରେ ଜନ୍ମ ହେଇକି ଆଙ୍କର କୋଠା ବାଡ଼ି, ଜମି ବାଡ଼ି ସବୁ ଦେଖୁଥିବି, ଗଲା, ଏଇଟା ଜୀବନ। କିନ୍ତୁ ପ୍ରକୃତିରେ ସେଇଟା ସେ ପୂର୍ବ ଜୀବନ କରିଥିଲା ନା ନାଇଁ? ଏ ଜୀବନରେ କହିପାରିବ ଏଇଟା ମୋ କୋଠା, ଏଇଟା ମୋ ଜମିବାଡ଼ି? କହିପାରିବ? ଲୋକ ମାରି ଉଡ଼େଇବେ, କିଏ ତୁ ଏଇଟା କହିଲୁ ନା, ସେ ଆମ ଘର ବୋଲି, ପଳା ଯା, କହିବେ ନା ନାଇଁ? କିନ୍ତୁ ପ୍ରକୃତରେ ସେଇଆ ହେଇଥିବ ନା ନାଇଁ? ପାଷ୍ଟ ଲାଇଫରେ ସେଇଟା ହେଇଥିବ। ତାହେଲେ ଗଲାବେଳେ ସାଙ୍ଗ ନେଇକି ଗଲା? କିଛି ନେଇକି ଯିବ। ତାହେଲେ ଆମେ ଗଲାବେଳେ ନବା କଣଟା? ଆମ କର୍ମ ଫଳକୁ ନେଇକି। ଆମେ ଜଣେ ବୀର ଥିଲେ, ଗ୍ରୀକ ବୀର ଆଲେକ୍ଜାଣ୍ଡର, ସେ କହିଥିଲେ ମୁଁ ମଲାବେଳେ ମୋ ହାତଟା ଝୁଲେଇ ଦବ, ଲୋକ ଜାଣିବେ ମୁଁ ଆସିଛି ଏକା ଯିବି, କିଛି ନେଇକି ଯାଉନି, ହେଲା। ତାଙ୍କର କିଛି କୋଉ ଦିଗରୁ ଗୋଟେ ଆଙ୍ଗେଲରୁ ଜ୍ଞାନ ଟିକେ ଉଦୟ ହେଇଥିଲା, ମତେ ଝୁଲେଇ ଦବ ମୋ ହାତ ଗୁଡାକୁ ତଳକୁ, ଲୋକେ ଜାଣିବେ ମୁଁ ଦେଖ କିଛି ନେଇକି ଯାଉନି। ତା କର୍ମ ଫଳଟା ନେଇକି ଯାଇଛି ନା ନାଇଁ? କର୍ମ ଫଳ ଛାଡ଼ିବନି। ଏବେ ଆମେ ଯାହା କରୁଛେ ସେ ଫଳ ଦିନେ ଭୋଗିବା, ଛାଡ଼ିବନି। ସେ ସେଇଟା ସାଙ୍ଗରେ ଯିବ, ସେଇଟା ହିଁ ଆସିବ। ଶ୍ରୀକୃଷ୍ଣ ତାଙ୍କ ବାପା ମାକୁ ବନ୍ଦୀରୁ ମୁକ୍ତ କଲେ, କଂସକୁ ମାରିଲେ, ବନ୍ଦୀରୁ ମୁକ୍ତ କଲେ। କୃଷ୍ଣଙ୍କର ତାଙ୍କ ମାଙ୍କୁ ପ୍ରଶ୍ନ ହେଲା, ତାଙ୍କ ମା କର ମୋର ଆଗ ପ୍ରଶ୍ନ ଉତ୍ତର ଦେଇ ସାର୍, ଆମେ କଣ ଅପରାଧ କରିଥିଲୁ ଯେ ଇଏ କଂସ ଆମକୁ ଏତେ ବର୍ଷ ଧରି ଜେଲଖାନା ଭିତରେ ରଖେଇଲା? ତାର ଉତ୍ତର କୃଷ୍ଣ କହିଲେ, ମୁଁ କଣ ଅପରାଧ କରିଥିଲି? ମୁଁ 14 ବର୍ଷ କାଳ ବନବାସ ଗଲି। କୃଷ୍ଣ ଏଇ କଥା କହିଲେ, ମୁଁ କଣ ଅପରାଧ କରିଥିଲି ଯେ ମୁଁ ରାଜସୁଖ ଛାଡ଼ି 14 ବର୍ଷ କାଳ ବନବାସ ଗଲି? ତମେ କେମିତି ବନବାସ ଯାଇଥିଲ? ପୂର୍ବ ଦିନ ମୁଁ ରାମ ଥିଲି, ସୀତାଙ୍କୁ ଧରିକି 14 ବର୍ଷ କାଳ ବନବାସ ଥିଲି। ଏ ଜୀବନରେ କୃଷ୍ଣ ହେଇକି ଆସିଛି, ଏ ଯୁଗରେ ମୁଁ କୃଷ୍ଣ ହେଇକି ଆସିଛି। ପୂର୍ବରୁ ମୁଁ ରାମ ହେଇକି ଥିଲି, କଣ ଅପରାଧ କରିଥିଲି? ତେଣୁ ତମେ ଯେହେତୁ ମତେ ଏମିତି, ଦଶରଥ କିଏ ଥିଲା, କେମିତି କଣ କରିଥିଲା, କିଏ କଣ କରିଥିଲା, ବର୍ତ୍ତମାନ ତମେ ଭୋଗୁଛ। ମୁଁ ସେମିତି ଭୋଗିଥିଲି, ତମେ ସେମିତି ଭୋଗୁଛ।
ঠিক সেইভাবে ওড়িশার গোটে ঘটনা কই জଣେ ଜଜ୍ ହାଇକୋର୍ଟର ଜଜ୍ ଆମ ହାଇକୋର୍ଟର ଜଜ୍ ସେ ତାଙ୍କ ପୁରୀ କଲେଜକୁ ଯାଉଥାନ୍ତି ଗେଷ୍ଟ ହେଇକି ଯାଉଥାନ୍ତି ଆଗ ଟିକେ ମନ୍ଦିରକୁ ଗଲେ ଦର୍ଶନ କରିବା ପାଇଁ ଦର୍ଶନ ସାରି ଫେରିଲା ବେଳେ ଜଣେ ଭିକାରୀ ତାଙ୍କ ନାଁ ଧରି ଡାକିଲା ସାର୍ ରଙ୍ଗନାଥ ମିଶ୍ର ତାଙ୍କ ନାଁଟା ଶୁଣିଥିବେ କିଏ କେମିତି ରଙ୍ଗନାଥ ମିଶ୍ର ବିଚାରପତି ଚିଫ୍ ଜଷ୍ଟିସ୍ ଆମର ଓଡ଼ିଶାର ତା ନାଁ ଧରି ଡାକିଲା କିଏ ମୋ ନାଁ ଧରି ଡାକୁଛି ମତେ କିଏ ଚିହ୍ନିଛି ଏଠି ଦେଖିଲା ବେଳକୁ ଭିକାରୀଟେ କ'ଣ ହେଲା ନା ମୁଁ ପା ଆପଣଙ୍କୁ ଡାକୁଛି ମୋ ନାଁ କେମିତି ଜାଣିଲୁ ଆପଣ ମତେ ଚିହ୍ନି ପାରୁଛନ୍ତି ନାହିଁ କହନ୍ତୁ ମୁଁ ପା ସେ କୁଳିଆ ଡାକୁ ମୋର ତ କାହିଁ ମନେ ପଡୁନି କହିଲେ ମନେ ପକାନ୍ତୁ ମୁଁ ଡାକୁ ପ୍ରକୃତରେ ଥିଲି ମତେ ତଳ କୋର୍ଟ ମତେ ଆଜୀବନ ସଜା ଦେଇଥିଲା କାରାଦଣ୍ଡ ଭୋଗିବା ପାଇଁ କିନ୍ତୁ ମୁଁ ଅପିଲ କଲି ଆପଣ କେସଟା ବିଚାର କଲେ ମତେ ନିର୍ଦ୍ଦୋଷରେ ଖଲାସ କରିଦେଲେ ହେଲେ ଆପଣ ଦରବାରରୁ ସିନା ମୁଁ ନିର୍ଦ୍ଦୋଷରେ ଖଲାସ ହେଇଗଲି ଭଗବାନଙ୍କ ଦରବାରରେ ସେଇ ସାକ୍ଷୀ ଦରକାର ନାହିଁ ପ୍ରମାଣ ଦରକାର ନାହିଁ ଦେଖନ୍ତୁ କି ଦଣ୍ଡ ପାଉଛି ଛିଣ୍ଡି ଯାଇଛି ହାତ ଗୋଡ କୁଷ୍ଠ ରୋଗ ହେଇକି ବିକମ ହଉଛି କି କଷ୍ଟ ପାଉଛି ଦେଖନ୍ତୁ କଣ ସେ କରିଥିଲା କର୍ମଫଳ କେବେ ଛାଡିବନି ହେଲା ତେଣୁ କର୍ମଫଳ ଭୋଗିବାକୁ ପଡିବ ତେଣୁ ଭଗବାନଙ୍କ ଦରବାରରେ ସାକ୍ଷୀ ଦରକାର ନାହିଁ ପ୍ରମାଣ ଦରକାର ଆମେ କହୁଛୁ ସେ ଏମିତି କରିଦେଲା ସେମିତି କରିଦେଲା ସେମିତି କରିଦେଲା କରୁ କିନ୍ତୁ ଭଗବାନଙ୍କ ଦରବାରରେ ତାର ବିଚାର ହଉଛି ନା ନାହିଁ ହବ ତେଣୁ ଯଦି ଏଇ କଥାଟିକୁ ଆମେ ଅନୁଭବ କରୁଥିବା ଯେ ମା ସବୁ ଦେଖୁଛନ୍ତି ଜାଣୁଛନ୍ତି ଆମେ ତାଙ୍କୁ ଲୁଚେଇକି କିଛି କରିପାରିବା ନାହିଁ ମୁଁ କୋଉ ମନୋଭାବ ରହିଛି ମା ଜାଣିଛନ୍ତି ନା ନାହିଁ ତେଣୁ ସେ ମନୋଭାବ ଅନୁସାରେ ମୋ ପାଇଁ ଫଳାଫଳ ଦେବେ ନା ନାହିଁ ନିହାତି ତେଣୁ ଏଇଥିରୁ ଆମେ ଅନୁଭବ କରିବା ଆମେ କୋଉ ଆଟିଚ୍ୟୁଡ ରହିବା ଦରକାର ହେଲା ସିଏ ତାର କୁଲୁଡୁଛି ମାଙ୍କ କାମ ହଉଛି ତା ମନ ଖୁସି ତାର କୁଲୁଡୁଛି ସାଇକି ତୋରା ଗାଇଡେଡ ସେ ନାଇଁ ସଇଲା ତ ତେଣୁ ଆମେ ପ୍ରତ୍ୟେକ ମୋମେଣ୍ଟରେ ମାଙ୍କ ସହିତ ରିଲେଟେଡ ହବା ମାଙ୍କ ସହିତ ଆମ ଆଟିଚ୍ୟୁଡକୁ ବଦଳେଇବା ଯୋଗ ଆଉ କିଛି ନୁହଁ ଶ୍ରୀରନ୍ଦ କହିଲେ ଯୋଗ ଇଜ ନଥିଙ୍ଗ ବଟ୍ ଏ ପ୍ରାକ୍ଟିକାଲ ସାଇକୋଲୋଜି ଯୋଗଟା ଆଉ କିଛି ନୁହଁ କେବଳ ଗୋଟେ ପ୍ରାକ୍ଟିକାଲ ସାଇକୋଲୋଜି ଯଦି ପ୍ରାକ୍ଟିକାଲ ସାଇକୋଲୋଜି ଆମର ମନୋଭାବର ଯଥାର୍ଥ ଦିଗର ପ୍ରୟୋଗ ଯଥାର୍ଥ ମନୋଭାବ ନେଇକି ଯଦି ଆମେ କାମ କରୁଥିବା ସେଇଟା ଯୋଗ ହେଇଯିବ ଯୋଗଟା ନୁହେଁ ମୁଁ ଧ୍ୟାନରେ ବସିଛି ଧ୍ୟାନ ବସିଛି କାହାକୁ ହଉଛି ମାକୁ ନା ଘର କଥା ହଉଛି କୋଉଠି ଆଜି କାହାକୁ ମାରି ହବ କାହାଠୁ ପଇସା ଲୁଟି ହବ ଧ୍ୟାନରେ କେମିତି ବସିଛି ଭାବୁଥିବି ସେ କେସ୍ ଆଜି ସେ ଏଟା ଆସିବ ତାଠୁ ଆଜି ଏତିକି ଝଡେଇ ହବ ସେ କେସ୍ଟା ତ ପଳେଇଗଲା ଠକି ଦେଇକି ଆସୁ ତାର ଦ୍ୱିଗୁଣା କରିକି ଆଦାୟ କରିବି ଧ୍ୟାନରେ ବସିକି ଭାବୁଥିବ ସେଇ କଥା କ'ଣ ନା ମୁଁ ଧ୍ୟାନ କରୁଛି ଏଇଟା ସବୁ ଛଳନା ଜଣଙ୍କ ଧ୍ୟାନ ନ ବସୁ କ'ଣ ହେଲାଠୁ ଯେତିକି ସମୟ 2 ମିନିଟ୍ ବସୁ ରାଇଟ୍ ଆଟିଟ୍ୟୁଡ୍ ବସୁ ମାଙ୍କୁ ଶ୍ରଦ୍ଧାର ସହିତ ଯଥାର୍ଥ ମନୋଭାବ ସହିତ ଆମେ ଭକ୍ତି କରିବା ଛଳନା କାହିଁ କରିବା ଛଳନାଟା ନୁହେଁ ତେଣୁ ମା ସେଥିପାଇଁ କହିଲେ ଡୋଣ୍ଟ ପ୍ରିଟେଣ୍ଡ ବି ଛଳନା କରନି ହେଇ ଉଠ ଡୋଣ୍ଟ ଡ୍ରିମ୍ ରିଅଲାଇଜ ସ୍ୱପ୍ନ ଦେଖନି ଉପଲବ୍ଧି କର नो वर्ड्स एक्ट कथा कहनी काम कर तेणु गोटे व्रत को आम पालन करवा थिंक ओनली ऑफ द डिवाइन डू ओनली फॉर द डिवाइन एंड लिव ओनली फॉर द डिवाइन केवल भगवान को चिंता करवा केवल भगवान निमित्त कर्म करवा केवल भगवान निमित्त जीवन धारण करवा यही कथाटी जदि आम कर नो डाउट सब सही माम गाइड है आलोचना ये रखा बहुत बहुत धन्यवाद टी नीरव रहा साइलेंस